ଗୋଟିଏ ଥର ଭୃଙ୍ଗ ଋଷି ଭଗବାନ ବିଷ୍ଣୁଙ୍କୁ ପରୀକ୍ଷା କରିବାକୁ ବୈକୁଣ୍ଠ ଧାମକୁ ଆସିଥିଲେ। କ୍ରୋଧରେ ସେ ଭଗବାନ ବିଷ୍ଣୁଙ୍କ ଛାତି ଉପରେ ଗୋଇଠା ମାରିଦେଲେ। କିନ୍ତୁ ଭଗବାନ ବିଷ୍ଣୁ କ୍ରୋଧ କଲେ ନାହିଁ। ଉଲ୍ଟା ସେ ଋଷିଙ୍କ ପାଦକୁ ଧରି ସହଜରେ ଦବାଇବାକୁ ଲାଗିଲେ ଏବଂ କହିଲେ, ମୋ ଛାତିରେ ମାରିବା ସମୟରେ ଆପଣଙ୍କ ପାଦରେ କୌଣସି ଆଘାତ ଲାଗିଲା ନାହିଁ ତ? ଏହି ଦୃଶ୍ୟ ଦେଖି ମାତା ଲକ୍ଷ୍ମୀ ବହୁତ ଦୁଃଖିତ ଓ କ୍ରୋଧିତ ହେଲେ। କାରଣ ଭଗବାନ ବିଷ୍ଣୁଙ୍କ ହୃଦୟରେ ମାତା ଲକ୍ଷ୍ମୀଙ୍କର ବାସ ରହେ। ଏହି କାରଣରୁ କ୍ରୋଧରେ ମାତା ଲକ୍ଷ୍ମୀ ବୈକୁଣ୍ଠ ଧାମ ଛାଡ଼ି ପୃଥିବୀ ଲୋକକୁ ଆସିଗଲେ। ପୃଥିବୀରେ ସେ କୋହ୍ଲାପୁରର ରାଜା ଆକାଶ ରାଜନଙ୍କ ଘରେ ପଦ୍ମାବତୀ ନାମରେ କନ୍ୟା ଭାବେ ଜନ୍ମ ନେଲେ। କିନ୍ତୁ ମାତା ଲକ୍ଷ୍ମୀଙ୍କ ବିଚ୍ଛେଦ ଭଗବାନ ବିଷ୍ଣୁ ସହିପାରିଲେ ନାହିଁ। ସେହି କାରଣରୁ ଭଗବାନ ବିଷ୍ଣୁ ପୃଥିବୀରେ ଶ୍ରୀ ଭେଙ୍କଟେଶ୍ୱର ରୂପେ ଅବତାର ନେଲେ। ଶ୍ରୀ ଭେଙ୍କଟେଶ୍ୱରଙ୍କ ମାତା ଥିଲେ ମାତା ବକୁଳା, ଯିଏ ପୂର୍ବ ଜନ୍ମରେ ମାତା ଯଶୋଦା ଥିଲେ। ଶ୍ରୀ ଭେଙ୍କଟେଶ୍ୱର ରୂପେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ଖୋଜିବାକୁ ଲାଗିଲେ। ପରେ ସେ ଜାଣିଲେ ଯେ ମାତା ଲକ୍ଷ୍ମୀ ଏବେ ଜଣେ ରାଜାଙ୍କ କନ୍ୟା ଭାବେ ପୃଥିବୀରେ ବାସ କରୁଛନ୍ତି। ମାତା ବକୁଳା ରାଜାଙ୍କ ପାଖକୁ ଯାଇ ଶ୍ରୀ ଭେଙ୍କଟେଶ୍ୱରଙ୍କ ବିବାହ ପ୍ରସ୍ତାବ ରଖିଲେ। କିନ୍ତୁ ଶ୍ରୀ ଭେଙ୍କଟେଶ୍ୱର ଗରିବ ବୋଲି ରାଜା ପ୍ରସ୍ତାବକୁ ଉପହାସ କଲେ। ତାପରେ ଶ୍ରୀହରି କୁବେର ଦେବଙ୍କୁ ସାହାଯ୍ୟ ମାଗିଲେ। କୁବେର ଦେବ ଶ୍ରୀହରିଙ୍କୁ ଅସୀମ ସୁନାର ଧନ ଦେଲେ। ଶେଷରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପୁନର୍ବିବାହ ଭକ୍ତି ଓ ଆନନ୍ଦର ସହିତ ସମ୍ପନ୍ନ ହେଲା। ଏହି କଥା ଆମକୁ ଶିଖାଏ, ନମ୍ରତା ଓ ସହନଶୀଳତା ହିଁ ଭଗବାନଙ୍କର ସର୍ବଶ୍ରେଷ୍ଠ ଗୁଣ। କୁହନ୍ତୁ ଜୟ ଶ୍ରୀକୃଷ୍ଣ।